ଜାତୀୟ ସ୍ତରରେ ପ୍ରତିଭା ଦେଖାଇଲେ କାମାକ୍ଷାନଗର ଝିଅ ବନ୍ଦନା ହାସଲ କଲେ ରୌପ୍ୟ ପଦକ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇଁସିଙ୍ଗା ପଞ୍ଚାୟତ ମାଳପୁରା ଗ୍ରାମର ପିତା ବୈରାଗ୍ୟ ବିଶ୍ୱାଳ ମାତା କଳ୍ପନା ବିଶ୍ୱାଳଙ୍କ ସୁପୁତ୍ରୀ ବନ୍ଦନା ପ୍ରିୟଦର୍ଶିନୀ ବିଶ୍ୱାଳ ନିଜର ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳରେ ଜାତୀୟ ସ୍ତରରେ ଜାଭାଲିନ ପୂର୍ବରେ ନିଜ ପାଇଁ ଓ ନିଜ ଅଞ୍ଚଳ ପାଇଁ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି। ଗତ 7 ତାରିଖ ଦିନ ଦିଲ୍ଲୀ ସ୍ଥିତ ବିନୋଦ ନଗର ସ୍ପୋର୍ଟସ ଷ୍ଟାଡିୟମ ପରିସରରେ ଆୟୋଜିତ ଜାତୀୟ ପ୍ରତିଯୋଗିତା ଅଂଶଗ୍ରହଣ କରିଥିଲେ। ସେ ଜଣେ କର୍ତ୍ତବ୍ୟନିଷ୍ଠା ବାଳିକା ହୋଇ କ୍ରୀଡ଼ା ପାଇଁ ନିଜକୁ ଉତ୍ସର୍ଗ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ତାଙ୍କର ଏପରି କ୍ରୀଡ଼ାରେ ଆଶ୍ଚର୍ଯ୍ୟଜନକ ସଫଳତା ପାଇଁ ନିଜ ଅଞ୍ଚଳରେ ବେଶ ଭଲ ପାଇବା ସାଉଁଟି ପାରିଛନ୍ତି। ଗୁରୁଜନଙ୍କ ପ୍ରିୟ ପାତ୍ର ହୋଇପାରିଛନ୍ତି। ପିଲାଟି ଦିନରୁ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛୋଟବେଳୁ ସେ ତାଙ୍କର କ୍ରୀଡ଼ା ପ୍ରତି ଦୁର୍ବଳତା ରହିଆସିଥିଲା। ସ୍କୁଲ କ୍ୟାରିୟରରୁ ଖେଳ ଆରମ୍ଭ କରି ବ୍ଲକ, ଜିଲ୍ଲା, ରାଜ୍ୟ ଓ ଏବେ ଜାତୀୟ ସ୍ତରୀୟ କ୍ରୀଡ଼ାରେ ବେଶ ସଫଳତା ପାଇପାରିଛନ୍ତି। ଗତ 2024 ମସିହାରେ ଜବାହରଲାଲ ନେହେରୁ ନ୍ୟୁ ଦିଲ୍ଲୀ ଷ୍ଟାଡିୟମରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ 2025ରେ ମଧ୍ୟ ନ୍ୟୁ ଦିଲ୍ଲୀ ଇଷ୍ଟ ବିନୋଦ ନଗର ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଜାତୀୟ ସ୍ତରୀୟ ହେପ୍ଟା କ୍ରୀଡ଼ାର 7ଟି ଯାକ କ୍ରୀଡ଼ାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ବନ୍ଦନାଙ୍କର ଏପରି କ୍ରୀଡ଼ାରେ ସଫଳତା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ, ପରିବାର ତଥା ଅଞ୍ଚଳବାସୀ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ସେ ବ୍ଲକ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସୁନାମ ଅର୍ଜନ କରିଥିବାରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ମାନିତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି। ସୌମ୍ୟରଞ୍ଜନ ନାୟକଙ୍କ ରିପୋର୍ଟ, ଢେଙ୍କାନାଳ ଭଏସ୍।